କଲା କୋଉ ପୁଅ ଝିଅ ଠାରୁ କ୍ଷୀର ଖାଇ ଅଛି ଭଲା ଭଲା କ୍ଷୀର ଖାଇ ଅଛି ଭଲା ଭଲା କ୍ଷୀର ଖାଇ ଅଛି କନ୍ୟା ସ୍ତନ କ୍ଷୀର ଖାଇ ସେ ପୁଅ ବଞ୍ଚିଛି ତାହେଲେ କଳିଯୁଗ ବୁଡିବାର ବାଟ ଆଉ କୋଉଠି ଅଛି? ଅନୁଜ ବଧୁ ଭଗିନୀ ସୁତା ନାରୀ କବି କହିଲେ ଅନୁଜ ବଧୁ ଭଗିନୀ ସୁତାନା। ଅନୁଜ ବଧୁ ଅନୁଜ କଲେ ସାନ ଭାଇ ଆଜ୍ଞା ଯୋଉଠି ଦେଢଶୁର ହେଇକି ସାନ ଭାଇ ବୋହୂ ପରେ ସାନ ବୋହୂ ପରେ ପାପ ଦୃଷ୍ଟି ଦେଖେଇବ ସେ ଛୋଟ ଲୋକକୁ ଗାଁରେ ଦାଣ୍ଡରେ ଗାତ ଖୋଳିକି ବେକେ ଯାକେ ପୋତି ଦବ ଖାଲି ଇଟା ଫୋପାଡ଼ିକି ମାରିବ ସେ ମାରିବାରେ କିଛି ପାପ ଲାଗିବ ନାହିଁ। ଆଚ୍ଛା ସାରି ପୁରାଣରେ କଣ ଏମିତି କିଏ ହେଇଛି ସାନ ବୋହୂକୁ ବଡ ଦେଢୁଶୁର ହରଣ କରିଛି? ସତରେ ଆମ ପାଲାର ଆଜି ପରିଷ୍କାରୀ ଆଲୋଚନା ହଉଛି ଆଉ। ଆଚ୍ଛା ସେ ଅଭଦ୍ର ଲୋକ କିଏ ଯିଏ ଭାଇ ବୋହୂକୁ ବଳାତ୍କାର କଲା ସେ ଲୋକ କିଏ? ସେ ଜଣକ କିଏ ରେ? କିଏ ଆଉ କିଏ ନୁହଁ କିଏ କଲା ଇଏ ବାଳି ପରା ସୁଗ୍ରୀବର ଭାର୍ଯ୍ୟା ନାମ ରୋମା ବଲଙ୍କେ ବସାଇ ଦେଲା ବଧୁ ସିନା ଭାଇ ବୋହୂ ବାଳି ସୁଗ୍ରୀବ ସ୍ତ୍ରୀ ରୋମାକୁ ସୁଗ୍ରୀବକୁ ତଡିକି ତା ସ୍ତ୍ରୀ କୋଳରେ ବସେଇଛି ନା ନାଇଁ ବସେଇନି? ତାହେଲେ ଯୋଉଠି ଦେଢଶୁର ତା ଭାଇ ବୋହୂକୁ ହରିବ ଇଏ ଗଲା ତ୍ରେତୟା ଯୁଗ। ଦ୍ୱାପର ଯୁଗରେ ଗୋଟେ ଦେଢଶୁର ଭାଇ ବୋହୂକୁ ହରିଲା ପ୍ରମାଣ ଆମେ ଦବା ନା ନଦେଲେ କେମିତି ହବ? ଶାସ୍ତ୍ରୀୟ ମତ ଶାସ୍ତ୍ରୀୟ ପ୍ରମାଣ ଦ୍ୱାପରରେ ଗୋଟେ ଦେଢଶୁର ତା ଭାଇ ବୋହୂକୁ ବଳାତ୍କାର କରିଛି। ସିଏ କିଏ? କଲା ସତ୍ୟାବତୀ ନନ୍ଦନ ଯେ କୃଷ୍ଣ ଦୈପ୍ୟାୟନ ପୁରାଣ ଯାହାକୁ କହେ ବ୍ୟାସଦାର ନାମ ପୁରାଣରେ ବ୍ୟାସ ଚିତ୍ରାଙ୍ଗଦ ଆଉ ବିଚିତ୍ର ବୀର୍ଯ୍ୟଙ୍କର ସ୍ତ୍ରୀ ଦି ଜଣ ଯାକ ଯୋଉ ପିଲା ଜନ୍ମ ହେଲେ କାହା ଦ୍ୱାରା ନା ବ୍ୟାସଙ୍କ ଦ୍ୱାରା ଭାଇ ବୋହୂକୁ ହରିଛି ନା ନାଇଁ ବ୍ୟାସ? ଆଜ୍ଞା କଳିରେ ତ ଅନେକ ପ୍ରମାଣ ବାହାରୁଛି ଆଉ କଳି ଯୁଗରେ କଣ ଗୋଟେ ପୁରାଣ ହେଇଛି ପୁରାଣ କହିବେ ଆପଣ ଖବର କାଗଜରେ ପଢୁଛନ୍ତି ବହୁତ ଜାଣୁଥିବେ। ଅନୁଜ ବଧୁ ଭଗିନୀ ଯୋଉଠି ଭାଇ ଯୋଉଦିନ ତା ଭଉଣୀ କି ପ୍ରେମ କରିବ ଏ ଯୁଗ ବୁଡିଯିବ। এটা সুইচ নহ এটা একশে হোল্ডর মি কহুন একশে হোল্ডর মি কহুন সেই হোল্ডর মি ହେଲା ଆଉ। ଆଚ୍ଛା ଆମର ପୁରାଣରେ କଣ ଏମିତି ଅଛି? ଆରେ ଭାଇ ବୋହୂ ସଙ୍ଗେ କାହିଁ ପିରତି ଶୁଣା ନାହିଁ କରୁନେ ଘୋର ଅନୀତି ଭାଇ ଭଉଣୀରେ ଗୋଟେ ପିରତି ପୁରାଣରେ ହେଇଛି। ସତ୍ୟ ଯୁଗରେ ଭାଇ ଭଉଣୀ କି ପ୍ରେମ କରିଛି ତ୍ରେତୟା ଯୁଗରେ ଭାଇ ଭଉଣୀ କି ପ୍ରେମ କରିଛି ଦ୍ୱାପର ଯୁଗରେ ଭାଇ ଭଉଣୀ କି ପ୍ରେମ କରିଛି କଳି ଯୁଗରେ ଭାଇ ଭଉଣୀ ପ୍ରେମ ବି ହେଇଛି। ବିଶ୍ୱାସ କରିବନି ଭାଇ ଏତେ କଥା ମନେ ରହିବନି ବୋଲି ମୁଁ ଚାମର ବିକି ଦେଲି କାହିଁକି ଗାଁ ହବାକୁ ଚେଷ୍ଟା କରିଥିଲି। ତୁ କଣ କହୁଛୁ ମୋର ଛୋଟିଆ ଲୋକ ନା କଣ? ଦଶ ରାତି ପାଲା ଗାଇଥିଲି ପାଲା କହଲ ପଇଲା ନେଇ ବୋଲି ପାଲା ଛାଡ଼ିଦେଲି କଲ ପଇଲାନି ଆଉ। ଆଚ୍ଛା ପୁରାଣରେ ସେ ବ୍ୟକ୍ତି ଜଣକ କିଏ? ସତ୍ୟ ଯୁଗରେ ଭାଇ ତା ଭଉଣୀ ପ୍ରତି ପ୍ରେମ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ତୃତୀୟ ସ୍କନ୍ଦ 11 ଅଧ୍ୟାୟ 71 নম্বর পৃষ্ঠা 18 নম্বর ଧାଡ଼ି ওলা প্রলয় জলধীর মধ্যে অনন্ত শয়ন ওলা জলে শোইলে ভগবান এ আত্মা শক্তির অধীন এ আত্মা শক্তির অধীন এ আত্মা শক্তির অধীন। যেତେବେଳେ ସୃଷ୍ଟି ତତ୍ତ୍ୱ ଆରମ୍ଭ ହେଲା ବ୍ରହ୍ମା ସୃଷ୍ଟି କଲେ 11ଟା ପୁଅ ଆଗ ଜନ୍ମ କଲେ 11ଟା ଯାକ ବସିକି ହେଇକି କାନ୍ଦିଲେ ଆଉ କଣ ହେଲା। ବ୍ରହ୍ମା କହିଲେ କଣ କାନ୍ଦିଲେ ଆଙ୍କ ନାଁ ଦେଇନି କଣ କାନ୍ଦିଲେଣି କହିଲା ରୋଦନ କଲ ତୁମେ ଯେଣୁ ରୁଦ୍ର ନାମଟି ଏଣୁ
ଏକାଦଶ ରୁଦ୍ର ଜନ୍ମ ହେଲେ। ଆଜ୍ଞା ଆଜ୍ଞା ଆଜ୍ଞା। ବ୍ରହ୍ମା ପୁଣି ଜନ୍ମ ଦେଲେ। ବାଃ। ଏକାଦଶ ରୁଦ୍ରଙ୍କ ପାଇଁ ଏକାଦଶ ରୁଦ୍ରାଣୀ ନିଜ ଦେହରୁ ବାହାରି ଗଲେ। ଆଚ୍ଛା, ବ୍ରହ୍ମାଠୁ ଜନ୍ମ ହେଇଛନ୍ତି ଏକାଦଶ ରୁଦ୍ର, ବ୍ରହ୍ମା ଦେହରୁ ବାହାରିଛନ୍ତି ଏକାଦଶ ରୁଦ୍ରାଣୀ। ଆଚ୍ଛା, ମୁଁ ଜନ୍ମ କରିଛି ପୁଅ, ମୁଁ ଜନ୍ମ କରିଛି ଝିଅ, ସେ ସମ୍ପର୍କରେ କ'ଣ ହେବେ? ଭାଇ ଭଉଣୀ। ତେଣୁ ଆମେ ଦେଖିଦେବେ ବେଳେ ବେଳେ ଆମେ ଘର ପୁଅ ନା ଦେଇଥିବା ରୁଦ୍ର, ଝିଅ ନା ଦେଇଥିବା ରୁଦ୍ରାଲିନୀ ଦଉନେ ନାମକୁ ମିଶେଇକି। ନା ଦେଇଥିଲା ବ୍ରହ୍ମା ଜଣଙ୍କ ଏକାଦଶ ରୁଦ୍ର, ତାପରେ ଦେଇଥିଲା ଝିଅଙ୍କୁ ଏକାଦଶ ରୁଦ୍ରାଣୀ। ଶେଷରେ 11ଟା ଝିଅଙ୍କୁ ତାଙ୍କ ଭାଇ ନେଇଗଲେ। ରୁଦ୍ରଙ୍କ ସଙ୍ଗରେ ସିନା ରୁଦ୍ରାଣୀ ମିଶିଲେ। ପୁରାଣ ଯାହା କହୁଛି ଆଉ ମୁଁ କହୁଛି ନା, ତମେ ଆପଣ ତମ ଘରୁ କହୁଛ ବୋଲି ମୁଁ କହୁଛି। ଦ୍ୱାପର ଯୁଗରେ ଭାଇ ଭଉଣୀ ପ୍ରେମ ହେଇଛି କହୁନା ପ୍ରମାଣ। ଠିଆ ହଉନା। କବି ସମ୍ରାଟ ବହି ହେଲା ସୁଭଦ୍ରା ପରିଣୟ, କବି ହେଲେ ସମ୍ରାଟ ଭଞ୍ଜ ବୋଲା ସମାନ ପୌଳ କାହାଣୀ ଧବ, ପୁରାଣ ଧବ, ଦର୍ଶନ ଧବ, ସନ୍ଦେହ ଧବ, ଯାହାକୁ ସସ୍ପେନ୍ସ କହନ୍ତି, ଅଭିନୟ ବି ଧବ, ତାହେଲେ ଯାଇକି ସେ ପାଲା। ଆପଣ ମାନେ କହନ୍ତି ଯୁବକ ମାନେ କୋଉଠି ପାଲା ଶୁଣୁନାହାନ୍ତି, ଖାଲି ବୁଢା ବୁଢା ମାନେ ଶୁଣୁଛନ୍ତି। ମୁଁ କିନ୍ତୁ ଓଡିଶା ଯାକ ହାତ ଟେକିକି ଦିଲ୍ଲୀଠୁ, ଝାଡଖଣ୍ଡଠୁ, ବିହାରଠୁ ଆରମ୍ଭ କରି ସବୁଠି କହି ନୃସିଂହ ତା ଯୋଉଠି ପାଲା ଗାଏ ସେଠି ଯୁବକ ମିନିମମ୍ 50% ଥିବେ। ଆଉ ଗୋସେଇ ଆସିକି ଗଣ ଯେତିକି ଶ୍ରୋତା ଅଛନ୍ତି ଏଥିରେ ଯୁବକ କେତେ ବସିଛନ୍ତି। ଆଉ ଯୁବକ ଯଦି ପାଲା ନ ଶୁଣିବେ ପାଲା ବୁଡିଯିବ। ଏ ବୁଢା ବୁଢା କେତେ ଦିନ ଆଉ। ତେଣୁ ଯୁବକ ନ ବସିଲେ ପାଲା ଚାଲିବ। ସମାନ
ଦ୍ୱାପର ଯୁଗରେ ଭାଇ ଭଉଣୀର ପ୍ରେମ, ସେ ଭାଇ ଭଉଣୀ କିଏ ନା ଆପଣ ମାନଙ୍କର ଅର୍ଜୁନ ଆଉ ସୁଭଦ୍ରା ସମ୍ପର୍କରେ କଣ କଣ ସେତିକି? ପୁଣି ଆମେ କଲା ବାଲା କହେ ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ, ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ, ଏହା ନ ଜାଣନ୍ତି ଗୋପ ତରୁଣୀ। ରାଧା କୃଷ୍ଣ ସମ୍ପର୍କରେ କଣ ଭାଇ ଭଉଣୀ? ରମ ଦିଅର ଭାଉଜ। ସିଆଡେ ମତେ ନଉଛୁ ଶୁଣିବୁ। କହିଲା ରାଧା ଠାରୁ କୃଷ୍ଣ ଜନ୍ମ ହେଲା, ରାଧା ଠାରୁ କୃଷ୍ଣ ଜନ୍ମ ହେଲା, ରାଧା ସୁତ ଯାଇ କଂସ ନାସିଲା। ତମ ଗାଁରେ ଛେଳି ଅଛନ୍ତି? ଛେଳି ଛେଳି ଫେଳି ରଖିଛ? ଅଛନ୍ତି। ଆରେ ଛେଳି ଗୋଟେ ମୁଁ ରଖିଥିଲି ଚରି ବୁଲିକି ଆଇଲେ ଘରେ ବୁଲ ସବୁ ମୁଣ୍ଡ ବୁଲେଇକି ଭାଇ ଆଲେ ଯେ ଚରଉଥିଲା। ମୁଁ ପଚାରିଲି ଛେଳି କଣ ମୁଣ୍ଡ ବୁଲଉଛି ନା ମୁଁ ଜଗି ପାଇଲାନି ରାଇପିନି ପତ୍ର ଖାଇକି ମୁଣ୍ଡ ବୁଲେଇଲା। ମୋ ଛେଳି ରାଇପିନି ପତ୍ର ଖାଇକି ମୁଣ୍ଡ ବୁଲେଇବା ଅବସ୍ଥା ଯାହା ମାନେ ଆମ ସାରଙ୍କ ମୁଣ୍ଡ ସେଇଆ ମୁଁ ଏଇଆ କହିଥିଲି ସେଇଆ ତ ଠାରିକି କହିଲ। ଆରେ ଛୋଟ ଲୋକ ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ, ଏହା ନ ଜାଣନ୍ତି ଗୋପ ତରୁଣୀ। ରାଧା ଠାରୁ କୃଷ୍ଣ ଜନ୍ମ ହେଲା, କୃଷ୍ଣ ସୁତ ଯାଇ କଂସ, ରାଧା ସୁତ ଯାଇ କଂସ ନାସିଲା। ଆରେ ଏରା ଏମିତି ବୁଝେଇ ପାରିବେ ଇଏ? ଆଉ ରାଧା ଆଉ କୃଷ୍ଣ ଇଏ ସମ୍ପର୍କରେ ହେଲେ ଦି ଭାଇ ଭଉଣୀ। ଆଜ୍ଞା କେମିତି ଯଦି ପଚାରିବୁ ମତେ? ପଚାରିବିନି କେମିତି କେମିତି ପଚାରିବିନି? ମୁଁ ତମଠୁ ବୁଝିବିନି। ଆପଣ ଗାଁ ବାଲାଙ୍କୁ ପଚାରି ଆପଣ ଗାଁ ବାଲାଙ୍କୁ ପଚାରିବି? ସାର୍ ମୋ ଉପରେ ଡେଇଁକି ଫେରାରେ। ଏଇଟା ଅମଣିଷଟାକୁ କହିକି ଲାଭ ନାହିଁ। ଜାବୁଡା ମାରିଦେଲେ ଗାଲ ବୁଲିଯିବ। କାହିଁକି? ଆରେ ଓମ୍ପି ଛକରେ ଯୋଉଦିନ ଓଭର ବ୍ରିଜ ତଳେ ଦି ଭାଇ ଯାକ ଠିଆ ହେଇକି ଗୁପୁଚୁପୁ ଖାଇଲେ, ଆମ ଉପରେ ଯାଇନି ଟ୍ରକ୍ ଯାଇନି, ବସ୍ ଯାଇନି, ସାଇକେଲ ବାଲା ଯାଇନାହାନ୍ତି, ପାଦରେ ଲୋକ ଚାଲିକି ଯାଇନାହାନ୍ତି। କାହିଁ ତ ସେଦିନ ମନ ଦୁଃଖ କରୁନଥିଲୁ? ଭାବି ନବୁ ଓଭର ବ୍ରିଜ ଭାବିକି ମୁଁ କ୍ରସ୍ କରି ଯାଇଛି। ସାରେ ଆକୁ ବୁଝାନ୍ତୁ। ଆରେ ରାଧାର ମାଙ୍କ ନାଁ ହେଲା କଣ? କୀର୍ତ୍ତିଦା। ଆଜ୍ଞା। କୃଷ୍ଣ ମା କି ଯଶୋଦା। ଯଶୋଦା। ଆଜ୍ଞା। ଯଶୋଦା କୀର୍ତ୍ତିଦା। ହଁ ये ଦି ଜଣ ଯାକ ଦି ଭଉଣୀ। ଆଜ୍ଞା। ମାମୁଁ ଝିଅକୁ ପିସ୍ ଝିଅ ଭଉଣୀ। ଆଚ୍ଛା। କୃଷ୍ଣ ଯେତେବେଳେ ଜନ୍ମ ହେଲେ, ହଁ କୃଷ୍ଣ ପୂର୍ବରୁ କୃଷ୍ଣଠୁ ରାଧା କେତେ ଦିନ ବଡ କହିପାରିବୁ? ହାତ ମାରିବି ଜାଣିନି ଆଜ୍ଞା। କୃଷ୍ଣଙ୍କଠୁ ରାଧା ହେଲେ 3 ଦିନ ବଡ। ଆଜ୍ଞା। ରାଧାଠୁ ଚନ୍ଦ୍ରସେନା କେତେ ଦିନ ବଡ କହିପାରିବୁ? ଭାଇ ବଡ କହ କଣ କେତେ ଦିନ ବଡ? ଗୋଟେ କାମ କରୁନୁ, ମୋ ମୁଣ୍ଡରେ ତୁ ପାଦଟା ପକେଇ ଦଉନୁ। ବିଶ୍ୱାସ କରିବନି ବାପା, ମୁଁ ଭାବିଲି ଯାତ୍ରା ପାର୍ଟି ପଡିଛି, ଟିକେଟ କରିନି, ପାଲ ଟେକିକି ଗଳିଆଛି, କିଡା ଭାବିକି ଆଉଠି ଯାଇଛି। ଆରେ ଚଣ୍ଡାଳ ରାଧାଠୁ ଚନ୍ଦ୍ରସେନା ହେଲେ 3 ଦିନ ବଡ। ତାହେଲେ 21 କାହାର ଆଗ ହବ? ରାଧାର ନା କୃଷ୍ଣର? ଆଗ ରାଧାଙ୍କର ହବ। ନାଇଁ ନାଇଁ, ଆମ ହିନ୍ଦୁ ସଂସ୍କୃତିରେ ପୁଅଟିଏ ଜନ୍ମ ହେଲେ ତାର ନାମକରଣ ହୁଏ 21 ବୋଲେ 21 ଦିନ। ଝିଅଟିଏ ଜନ୍ମ ହେଲେ ତା ନାମକରଣ ହୁଏ ମାସକରେ, ତାକୁ ମାସିକିଆ କହନ୍ତି। ତେଣୁ କୃଷ୍ଣର ଆଗ 21 ହେଇଯିବ। କୃଷ୍ଣକୁ ଯେତେବେଳେ 21 ଦିନ, ରାଧାକୁ ସେତେବେଳେ 24 ଦିନ। ଯଶୋଦା ନେଇକି ଯାଇଛନ୍ତି କାହାକୁ ନା କୃଷ୍ଣକୁ କୋଳରେ। ଡାକିଦେଲେ, କହିଲେ ନାନୀଲ ଦେଲୁ ତୋର ଝିଅଟା କେମିତିଆ ହେଇଛି ଟିକେ ଧରି ପକେଇବା। ରାଧାର ହାତ ପାଦ କିଛି ବୁଲୁ ନାହିଁ, ରାଧାଙ୍କର ହାତ ପାଦ କିଛି ବୁଲୁନି, ଆଖି ଫିଟୁନି, ଖାଲି ନାକର ନିଶ୍ୱାସ ଟିକେ ଯାଉଛି। କୃଷ୍ଣ ଭଳିଆ କଳା ହୀରାକୁ କଣ ମୋ ମା ତଳେ ପକେଇଦବ? ଡାହାଣ କାଖରେ ଥୋଇଦେଲା କୃଷ୍ଣକୁ, ନେଇ ଆସିଲେ ବାମ କୋଳକୁ, ରାଧାକୁ ଆଣିକି ଡାହାଣ କୋଳରେ ଥୋଇଦେଲେ।
ଯେମିତି ଡାହାଣ କୋଳରେ ଥୋଇଦେଲେ ମା ରାଧା ନାକକୁ କ୍ଷୀରୁଆ କ୍ଷୀରୁଆ ବାସ୍ନା ହେଲା। ମାନେ ଭଗବାନ କୃଷ୍ଣ ରାଧାଙ୍କର ଦକ୍ଷିଣ ସ୍ତନରୁ କ୍ଷୀର ଖାଇ ବାମ କୂଳକୁ ଆସୁଛନ୍ତି। କୃଷ୍ଣଙ୍କର ଲାଳ ଗୁଡାକ ଲାଗିଛି ମା ରାଧାଙ୍କ ସ୍ତନ ମା ଯଶୋଦାର ସ୍ତନରେ। ରାଧା ମା ନାକକୁ ଭିଡି ଆଣିଲା, ହେଲା ଏମିତିଆ ଭାଗ୍ୟ କୋଉଠି ଅଛି କି ରେ ସ୍ୱାଇଁ ରେ? ଆଜ୍ଞା ରେ ସ୍ୱାଇଁ ପ୍ରଶ୍ନ ଟିକେ ପଚାରିବି, ଉତ୍ତର ଦଉ। କଣ କହୁଛୁ ମହାଜ୍ଞାନୀ ପିଲା ତୁ? ଗୁରୁକୁ ଚିହ୍ନିନୁ? ବୁଢା ଆଜି ଫୋନ କରିଥିଲା ମୁଣ୍ଡିଆ। ବୁଢା କମ କଥା ମୁଣ୍ଡ ବୁଝେନି। ପଚାରନ୍ତୁ ପଚାରନ୍ତୁ ପଚାର ବାପା ପଚାର। ମାର୍କଣ୍ଡ ବାହିନୀପତି ଧର୍ମାନନ୍ଦ ଦୀକ୍ଷିତ ଭଳିଆ ଗାୟକ ତତେ ପଚାରନ୍ତୁ। ପଚାର ପଚାର। ତୋ ବୋପା ନା କଣ ପଚାରିଲେ ତୁ କହିପାରିବୁ? ମୋ ବୋପା ନା ମୁଁ ଜାଣିନି। କଣ ତୋ ବୋପା ନା? ଅଭିନୟ ସ୍ୱାଇଁ। ମୁଁ ଜାଣିନି ମୋ ବୋପା ନା। ଗୋଟେ ଇଆଡୁ ସିଆଡୁ କଣ ମତେ ବୁଲିକି ପଚାରୁଛୁ? ଆରେ ମୂର୍ଖ, ସିଏ ତ ଦାଦି। ହଁ ଆଉ କଣ ପଚାରିବାର ଅଛି ପଚାର। ଇଆଡୁ ସିଆଡୁ କଣ କହୁଛ? ତୋ ମାଟି ତୋ ବଡ ବୋପାକୁ ବାହା ହେଇଥିଲା। ହଁ ସିଏ ତାଙ୍କର ଏରା ପୂର୍ବ ସମ୍ପର୍କ ଆଉ। ତୋ ବଡ ବାପାଟି ମରିଗଲା ପରେ ତାପରେ ଅଭିନୟ ସ୍ୱାଇଁ ତୋ ମା ବରଣ କଲା। ହଁ ସେଥିରେ କଣ ଅଛି? ଆମ ଘର ଜିନିଷ ପଦାକୁ ଦେଲେନି, ଘରେ ରଖିଥିଲେ, ସେ ଅସୁବିଧା କଣ? ଯୋଡେ ଜାବୁଡା ଦେବି ଯେ ବୋପାଲା ତମେ ମତେ କହୁଛ, ମୁଁ କୋଉଟା ସହି ଭୁଲ କହୁଛି କି ରେ? ଠିକ କହିଛ। ଆଉ ଆଚ୍ଛା ଆଜ୍ଞା କଣ ପଚାରିବେ? ପୁରାଣରେ ଗୋଟେ ଝିଅ ନା କହ ଜନ୍ମ ହେଲା ମାତ୍ରେ ଶାଶୁଠୁ କ୍ଷୀର ଖାଇଛି। କଣ ଆରେ ଏମିତି କଣ ହଉଛୁ? ଝିଅ ଏଇଠି ମୋ ସ୍ତ୍ରୀ କି ମୁଁ ବାହା ହେଲି, ତାଙ୍କ ଘରେ ତା ବୋପା ମା ତାକୁ ବଢେଇ କ୍ଷୀର ଖୁଆଇ ଲାଳନ ପାଳନ କରି 17-18 ବର୍ଷ କଲା ପରେ ମୁଁ ତାକୁ ବାହା ହେଲି। ଆଉ ସେ ଶାଶୁ ମୋ ମାଠୁ ସେ କେମିତି କ୍ଷୀର ଖାଇବ? ମୁଁ ପଚାରୁଛି, ଉତ୍ତର ଦେ। ନାହାନ୍ତି ନାହାନ୍ତି? ତାହେଲେ ତୁ କୋଉ ପାଲା ବାଲା? କଣ ତୁ କୋଉ ପାଲା ବାଲା? କଣ ପୁରାଣରେ ଏମିତି ଅଛନ୍ତି ଝିଅ ପିଲା ଶାଶୁଠୁ କ୍ଷୀର ଖାଇଛି ଜଣେ କି ଅଛି? ପୁରାଣରେ ଗୋଟେ ଛୁଆ ନା କହ ଜନ୍ମ ହେଲା ମାତ୍ରେ ତା ବାପାଠୁ କ୍ଷୀର ଖାଇକି ବଞ୍ଚିଲା। ଭଗବାନ ବସୁଧା ତୁ ଗୋଡି ମାଟି ହେଇଯା। ଆରେ ଅଣ୍ଟିରି ପୁଅଙ୍କ ପାଖରୁ କ୍ଷୀର ବି ଅଛି ଗାଁରେ। ଯଦି ଅଣ୍ଟିରି ପଟେ କ୍ଷୀର ଅଛି, ମୁଁ କେମିତି ହଇରାଣ ହଉଛି? ମୋ ସ୍ତ୍ରୀଟି ଆଜ୍ଞା ଅଙ୍ଗନବାଡି ଚାକିରି କରିଛି, ମୋର ଛୋଟିଆ ଛୁଆଟିଏ। ମୁଁ ଯେତେବେଳେ ଘରେ ରହି, ସିଏ ମତେ କହିବ ଏଇ ଶୁଣୁଛ, ମୁଁ ଅଙ୍ଗନବାଡି କି ମୋ ଡ୍ୟୁଟି କି ଗଲି, ତମେ ଛୁଆକୁ ଆତା। ଆଚ୍ଛା ଛୁଆ ଗୁଡା ଆମେ କେତେ ଆତେ? ଅଣ୍ଡିରି ବସେ କାନ୍ଦେ। ଯେତେବେଳେ କାନ୍ଦେ ମୁଁ ତାକୁ ଗୋଟେ ଗୀତ ଗାଇକି ଶୁଆଏ। କଣ ସେ ଗୀତ? ଗୋଟା ପଦ ଭାଇ। ଥରେ ବାଇଆ ଥରେ ବାଇଆ ଥରେ ବାଇଆ ପିଲା ଖାଆନ୍ତି। ମୋ ଛୁଆଟା କାନ୍ଦିଲା ବେଳେ ମୁଁ କିଆ ବୋତଲ ଚୁଚେଇମିନି? ମୁଁ ତ ମେଣ୍ଢେଇ ଦେଇଥାନ୍ତି। ଅଣ୍ଡିରି ପୁଅ ଗୋଟେ କ୍ଷୀର ଦିଅ। ତୁ ଗୋଟେ ମହାମୂର୍ଖ। କଣ ମୂର୍ଖ? ମୁଁ ପ୍ରମାଣ ଦେବି ନା। ଅଭିରାମ ପରମହଂସ କଣ କହିଲେ? କହିଲେ ବାପା ଠାରୁ କ୍ଷୀର ଦେବେ ଖାଇছিল ବାପା କ୍ଷୀର ଘିଆ ପୁଅ ବୁଝିବ। ତେଣୁ ବାପା କ୍ଷୀର ଦେଇଛି, ଛୁଆ ପିଇଛି। ସେତିକି। ପୁରାଣରେ ଗୋଟେ ଚରିତ୍ର ଅଛି, ଅଷ୍ଟାଦଶ ପୁରାଣରେ ଖୋଜିବୁ। ଗୋଟେ ଛୁଆଟେ ଜନ୍ମ ହେଲା, ଜନ୍ମ ହଉ ହଉ ତା ଭଉଣୀଠୁ କ୍ଷୀର ଖାଇବାରୁ ସେ ବଞ୍ଚିଲା, ନହେଲେ ମରିଯାଇଥାନ୍ତା।
ଇଣ୍ଡା ପାଠ ଦଉଛୁ ନା ଆଉ ଏମିତି ପୁରାଣରେ କିଏ ବାହାରିବ ଭଉଣୀ ଠୁ କ୍ଷୀର ଖାଇଲା ଜନ୍ମ ହେଇଛି ଆଉ କଣ ଅଛି ଆଉ କଣ ଅଛି ଆଉ କଣ ଅଛି ପୁରାଣରେ ଗୋଟେ ଛୁଆ ଅଛି ସେ ତା ଝିଅ ଠୁ କ୍ଷୀର ଖାଇକି ବଞ୍ଚିଛି ମୁଁ ମୁଣ୍ଡ କାମ କରୁନି ବାବା ଆଉ ନା ବହି ଗୁଣ ତୁ ଜନ୍ମ ହେଲା ବେଳେ ତୋ ଝିଅ ଠୁ କ୍ଷୀର ଖାଇଲୁ ତାପରେ ବଞ୍ଚିଲୁ କିଏ 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 ତୁ କଣ ଖାଇଲି ଝିଅ ଠୁ କ୍ଷୀର ଖାଇଲୁ ମାରିକି ଗାଲ ବୁଲେଇ ଦଉଥିଲି ମତେ କାହିଁ ମାରିବ ଆରେ ମୁଁ ମୋ ଝିଅ ଠୁ କ୍ଷୀର ଖାଇକି ସ୍ତନ୍ୟପାନ କରିକି ମୁଁ ମଣିଷ ହେଇଛି ଚୁପା ଛଡା ବାଲା ଓଡିଶାରେ ନା ବ୍ୟାପିଲାଣି ନାଇଁ ନୃସିଂହ ତା ନାଁଟା ଓଡିଶାରେ କମି ଯାଇଛି ଏଇଗୁଡା ସବୁ ପ୍ରମାଣ ଦେବେ ପ୍ରମାଣ ଦେବିନି ମୁଁ କଣ ଆଇଛି ଏଠିକି ଗୋଟାଏ ଗୋଟାଏ ମୁଁ କଣ ଗାୟକ ସୋନା ଦାସ ହେଇଛି ଖାଲି ଇଏ ଇଏ ହେବି ରାତି ଯାକ ଯଦି ପାଲାରେ ପାଠ ତମେ ନ ଦେଇ ପାରିଲ ତମେ ରାତି କାହିଁକି କହିବ ଆମେ 10,000 ନୁ ଠିକ ନା ଭୁଲ କୀର୍ତ୍ତିଦା ଦେଇଛନ୍ତି ରାଧାକୁ ବାମ କୋଳରେ ରଖି ଦେଇଛନ୍ତି କୃଷ୍ଣକୁ ମା ଯଶୋଦା ଡାହାଣ କୋଳରେ ଲଗେଇଦେଲେ ମା ରାଧାକୁ କୃଷ୍ଣ କ୍ଷୀର ଖାଇ ଡାହାଣ ସ୍ତନରୁ ଆସିଛନ୍ତି ବାମ ପଟୁ ବାସ୍ନା ହେଲା ଦେଖାଯାଉନି ଆଖି ଫିଟୁନି ପାଦ ହଲୁନି ହାତ ହଲୁନି ଖାଲି ନାକଟାରୁ ପବନ ଯାଉଥିଲା ଯେମିତି ବାସ୍ନା ହେଇଛି ଆସ୍ତେ ଆସ୍ତେ ପାଟି ଫିଟିଲା ମୁହଁଟା ମାରିଦେଲେ ମା ଯଶୋଦାଙ୍କର ସ୍ତନରେ ରାଧା ଯେମିତି ମୁହଁଟା ମାରିଛନ୍ତି ସେମିତି ଆଖିଟା ଖୋଲିଲା ଆଉ ଯେମିତି ଆଖିଟା ଖୋଲିଛି କଲା ଗୋଟି ଗୋଟି ରାଧା କୃଷ୍ଣ କୋଟି କୋଟି ରାଧାକୃଷ୍ଣ ତାରିଠୁ ଜନ୍ମ ରାଧା ମା ମା ଯଶୋଦାଙ୍କ ସ୍ତନରୁ ମୁହଁ ମାରି କ୍ଷୀରଟି ଖାଇଲେ ଯେତେବେଳେ 7 ବର୍ଷ ହେଲା ହରିବଂଶ ପୁରାଣ ଅଚ୍ୟୁତାନନ୍ଦ ଦାସ ପ୍ରମାଣ ଦେଇଦେଲେ କହିଲେ ବିବାହ ହେଲା ବେନିକ ଭାଣ୍ଡିର ବନରେ ସେଇ ରାଧାକୃଷ୍ଣଙ୍କର ବାହାଘର ହେଲା ଭାଣ୍ଡିର ବନରେ କର୍ତ୍ତା ହେଲେ ନନ୍ଦ ପୁରୋହିତ ହେଲେ ନାରଦ ଝିଅ ହେଲା ରାଧା ତାହେଲେ ରାଧାକୃଷ୍ଣ ସମ୍ପର୍କରେ କଣ ହେଲେ ସ୍ୱାମୀ ସ୍ତ୍ରୀ ନା ନାଇଁ ଆଚ୍ଛା ସ୍ୱାମୀ ସ୍ତ୍ରୀ ହେଲେ ସ୍ୱାମୀ ସ୍ତ୍ରୀ ଯଦି ରାଧାକୃଷ୍ଣ ହେଲେ ଯଶୋଦା କଣ ହବ ଶାଶୁ ତାହେଲେ ଶାଶୁଠୁ ସେଇ କ୍ଷୀର ଖାଇବାରୁ ତା ଆଖି ଫିଟିଲା ନା ନାଇଁ ଫିଟିଲାନି ନା ମିଛ କହୁଛି ନା ପୁରାଣ ଭୁଲ କହୁଛି ଆପଣ ମାନେ ପୁରାଣ ପ୍ରେମୀ ଆଚ୍ଛା ଭାଇ ଭଉଣୀଠୁ କ୍ଷୀର ଖାଇକି ବଞ୍ଚିଲା ଲମ୍ବେଇଲେ ଲମ୍ବି ଚାଲିଥିବ ଭାଇ ଖାଇଲା ଭଉଣୀଠୁ ସେ ଭାଇଟା କିଏ ସୂର୍ଯ୍ୟତନୟ କର୍ଣ୍ଣ କଥାରେ କହି ଦଉଛି କୁନ୍ତୀ ଯେତେବେଳେ ଜନ୍ମ ଦେଲା କର୍ଣ୍ଣକୁ ଗୋଟେ ପେଟ୍ରାରେ ପୁରେଇକି ଗୋଟେ ନଦୀରେ ଭସେଇଲା ସେ ନଦୀର ନାଁ ହେଲା ଅଶ୍ୱ ନଦୀ ଅଶ୍ୱ ନଦୀରେ ଭାସି ଭାସି ମୁହାଣରେ ଯାଇ ପହଞ୍ଚି କର୍ଣ୍ଣ ପହଞ୍ଚିଲା ଗଙ୍ଗା ନଦୀରେ ଗଙ୍ଗା ନଦୀରେ ପହଞ୍ଚି ଗଙ୍ଗା ନଦୀ ମୁହାଣରୁ ଦେଇକି ପହଞ୍ଚିଲା ଯମୁନା ନଦୀରେ ଶୋଷ ହଉଛି ଗୋଡ ହାତ ପିଟୁଛି ପିଟୁ ପିଟୁ ପେଟରାଟା ଭାଙ୍ଗିଗଲା ଏପଟେ ଶୋଷ ହଉଛି କର୍ଣ୍ଣ କାନ୍ଦୁଛି ସେତିକି ବେଳେ କହିଲା ଯମୁନା ନଦୀର ପରା ଫେନିଳ
ସୂର୍ଯ୍ୟଙ୍କ ଝିଅ କି ଯମୁନା ସମ୍ପର୍କରେ କଣ ହେବେ? ଭାଇ ଭଉଣୀ। କୁନ୍ତୀ ଜନ୍ମ ହେଲା ମାତ୍ରେ କ୍ଷୀର ଦାନ ଟିକେ ଦେଲାନି, ପେଟରା ଭିତରେ ପୁରେଇ ଦେଲା, ଶୋଷ ହେଲା, ଗୋଡ ବାଡେଇ ଦେଲା, ପେଟରା ଭାଙ୍ଗିଗଲା। ଯମୁନା ନଦୀର ଫେଣ, ତେଣୁ ଯମୁନା ନଦୀର ସ୍ତନର ଫେନ, ସେ ଯୋଉ ଧବଳ ଫେନିଳ କର୍ଣ୍ଣ ପାଟିରେ ବାଜିଲା, କର୍ଣ୍ଣ ପିଇକି ତାକୁ ବଞ୍ଚିଲା। ତାହେଲେ ଭାଇ ଭଉଣୀଠୁ କ୍ଷୀର ଖାଇଲା ନା ନାଇଁ? ଖାଇନି କହ। ବୋପା ଢୋ ପୁଅ କ୍ଷୀର ଖାଇକି ବଞ୍ଚିଛି। ଲମ୍ବେଇଲେ ଲମ୍ବି ଚାଲିଥିବ ପୁରାଣ ତ ପାଲା ବାଲା ଆଣୁ, ଯେକୌଣସି କାହାଣୀକୁ ଧଇଲେ ଗୋଟିଏ କଥା ଧଇଲେ ଆମେ ଘଣ୍ଟା ଘଣ୍ଟା ନେଇକି ପଳଉ। ନାଇଁ, ଯୋଉ ବାଟରେ ଯାଉଛ ସେଇ ବାଟକୁ ଯିବ, ହଜାରେ ପ୍ରମାଣ ଦିଅ, କିନ୍ତୁ ସଂକ୍ଷିପ୍ତ ଭାବରେ। ଧାରା ନଥାଇକି ପାଲା ଗାଇଲେ ସେ ନଷ୍ଟ ହେଇଯିବ। ରହ, ବାପାଠୁ କ୍ଷୀର ଗୋଟେ ପୁଅ ଖାଇଛି। ସେ କିଏ? କହିଲା ନାମ ଗୋଟିଏ ଅଟଇ ଯେ ଋଷି ଋଷ୍ୟ ଶୃଙ୍ଗ। ଭାଣ୍ଡକ ଠାରୁ ଖୁସି ଖାଇଲେ ମାତଙ୍ଗ। ବାପାଠୁ କ୍ଷୀର ଖାଇଛି କିନା ଋଷ୍ୟ ଶୃଙ୍ଗ। ବିଭାଣ୍ଡକ ବାବାଜୀ ଜନ୍ମ କରିଦେଲା, ହରିଣୀ କି ପ୍ରେମ କଲା। ସଗାଢ୍ୟ ବୁଦ୍ଧି ସ୍ତମ ସାପ କଣ୍ଠେ ବିବର୍ତ୍ତମାନ ଗତ ଭୀର ଭିକଂ ମତ୍ୱା ମୃଗ ମାର୍ଗଣ ଲକ୍ଷ୍ୟଭୂତ ମନ ଗ୍ରଜନ ମାନମୁଖୀ ଚକାର। ହରିଣୀଟେ ଛୁଆ ଜନ୍ମ କଲା, ମଣିଷର ରୂପ, ମୁଣ୍ଡରେ ଶୃଙ୍ଗ 4ଟା ବାହାରିଛି। ବାବାଜୀ କହିଲେ ଆକୁ କିଏ ଖୁଆଇବ? ମୁଁ ତପସ୍ୟା କରିବି ନା ଆକୁ ଖୁଆଇବି? କଲେ କଣ ବାବାଜୀ? ନିଜ ବୁଢା ଆଙ୍ଗୁଠିଟା ଋଷ୍ୟ ଶୃଙ୍ଗ ପାଟିରେ ପୁରେଇ ଦେଲେ, କହିଲେ ଖା। ବୁଢା ଆଙ୍ଗୁଠା ଲଗେଇ ଦେଲେ, ଖାଇଲା ଋଷ୍ୟ ଶୃଙ୍ଗ। ଋଷ୍ୟ ଶୃଙ୍ଗ ବୁଢା ଆଙ୍ଗୁଠିରେ ବୁଢା ଆଙ୍ଗୁଠିଟା ମିଶେଇ ଦେଇ ଋଷ୍ୟ ଶୃଙ୍ଗ ପାଟିରେ ପୁରେଇ ଦେଲେ। ଆପଣ ମାନେ ଦେଖିଥିବେ ଘରେ ଯେତେବେଳେ ମା ମାନେ କାମ କରୁଥିବେ, ଛୁଆକୁ ଭୋକ ହଉଥିବ, ସେତେବେଳେ ଛୁଆ କାନ୍ଦିବ କାନ୍ଦିବ, ଶେଷରେ ବୁଢା ଆଙ୍ଗୁଠାକୁ ପାଟିରେ ପୁରେଇକି ମୁଁ ପୁରା 12 ବର୍ଷ ଯାଏ ବୁଢା ଆଙ୍ଗୁଠି ଚୁଚୁମିଥିଲି। ତୁ ଆହୁରି ଚୁଚୁମି ଥାନ୍ତୁ। ଚୁଚୁମନ୍ତିନି ଆଜ୍ଞା, ପିଲାମାନେ ବୁଢା ଆଙ୍ଗୁଠି ଚୁଚୁମନ୍ତି। ବାପାଠୁ କ୍ଷୀର ଖାଇଛି ଋଷ୍ୟ ଶୃଙ୍ଗ। ଦିଟା କଥା ମାତ୍ର ଛାଡି ଯାଉଛି। ମୁଁ 50 ପ୍ରଶ୍ନ ଦବା ଗାୟକ ନୁହଁ। ମୁଁ କହିଛି ଦ୍ୱାପର ଯୁଗରେ କୋଉ ବ୍ରାହ୍ମଣ ମଦ ପିଇଛି, ଗୋଟିଏ ପ୍ରଶ୍ନ, ଉତ୍ତର 1 ସେକେଣ୍ଡ। ଏଥିରେ କିଛି ଆଲୋଚନା କରିବା ଦରକାର ନାହିଁ। ଦୁଇରେ ଆଉ ଗୋଟିଏ କଥା ରହିଲା, କହିଲା କୋଉ ପୁଅ ଝିଅ ଠାରୁ କ୍ଷୀର ଖାଇ ଅଛି? କନ୍ୟା ସ୍ତନୁ କ୍ଷୀର ଖାଇ ସେ ପୁଅ ବଞ୍ଚିଛି। ପୁରାଣରେ ଗୋଟିଏ ପୁଅ ଅଛି, ସେ ତା ଝିଅଠୁ କ୍ଷୀର, ତା ଝିଅ ସ୍ତନରେ ମୁହଁ ଦେଇ କ୍ଷୀର ଖାଇବାରୁ ତାର ଜନ୍ମ ହେଇଛି। ପୁରାଣରେ ଅଛି। କଣ ଏଇ ଦେଖ ଗଣ୍ଠି ପଇଲାଣି। ଏଇଟା କଣ ପଡୁଛି? ଆମେ ସବୁଦିନ ଓହଳଉଛେ, ମୁଁ ଧରିକି ଖୋଲି ଦଉଛି। ଆଜି ନୁହଁ, ଯାହା ପାଲା ବାଲାକୁ ପଚାରିବୁ ଦେଖିବା 12 ବର୍ଷ ଭିତରେ ଉତ୍ତର ଦେଇଦେବେ। ସେମିତି କଣ ଡାକୁଛୁ? ମୁଁ କଣ କାହାକୁ ଡରିଛି? ଯଦି ଉତ୍ତରଟା ଦେଇଦବ 5 ଦିନ ପାଲା ପଇସା ତମର, ମୋର ଦରକାର ନାହିଁ, ସବୁ ନେଇଯିବ ଘରକୁ। ପଇସା ଆମର କଣ? ଆମର ପଇସା ଭାଇ କୁକୁର ଖାଉଛି, ତମେ ନିଅ। ରବେ କୁକୁର ଖାଉଛି ପଇସା, ନିର୍ଲଜ। ତାହେଲେ ଅନୁଜ ବଧୂ ଭଗିନୀ ସୂତା, ସୂତା ବୋଲେ ଝିଅ। ଏ କଳିଯୁଗ ବୁଡିବ କେମିତି? ନା ଯୋଉ ଘରେ ବେଇମାନ ବାପା ତା ଝିଅକୁ ବଳାତ୍କାର କରିବ।
ଯୋଉ ବାପା ତା ଝିଅକୁ ହରଣ କରିବ କଳିଯୁଗ 40,000 ବର୍ଷ ବୁଡିଯିବ। ପ୍ରମାଣ ଦେବି ନା ବାପା ତା ଝିଅକୁ ବଳାତ୍କାର କରିନି ଆଜ୍ଞା। କାହିଁକି କଣ ଖରାପ କଥା? ରମେଶ ସାର୍ ଆପଣଙ୍କ ମନକୁ ଯଦି ନ ପାଇବ ମୁଁ ତାହେଲେ କଣ କରିପାରିବି? ମୁଁ ପୁରାଣ କଥା କହୁଛି। ଝିଅ କିଏ ମୁଁ ତା ପ୍ରମାଣଟା ଦେବି ନା। ଆଉ ପ୍ରମାଣଟା ନଦେଲେ ଶରୀର ତତ୍ତ୍ୱରେ ଦେବି, ପୁରାଣରେ ବି ଦେବି। କଲା ଜୀବ କୋଳେ ବାୟୁ ଖେଳ ଇ ସଦା କନ୍ୟା ରୂପରେ ଭାରତରେ କନ୍ୟା ହୋଇ ରହିଥାଏ ଗୁପ୍ତରେ। ହାଡିଆ କୁମାର ହାରିଦାସ ମୁଁ ମୋ ଝିଅକୁ ନଉନି, ଆପଣ ଆପଣଙ୍କ ଝିଅକୁ ନଉନାହାନ୍ତି। ହଁ ପ୍ରଭୁ ମଙ୍ଗଳ କରନ୍ତୁ, ସର୍ବାରିଷ୍ଟ ଶାନ୍ତ କାମାଡ଼ି କରୁଛୁ। ତମ ସାଙ୍ଗରେ କାମ ନାହିଁ ମ ନାଇଁ। ମୁଁ ହୋଲ୍ଡର ମାନଙ୍କୁ କାହିଁକି ଛୁଇଁବି? ଏକାଳେ ମେନ୍ ସୁଇଚ୍ କି ବାଢି ଦେଇକି ଗୁଣ୍ଡ କରିଦେବି, ଗଲା କାମ ସରିଲା। ରହ ମୁଁ ମୋ ଝିଅକୁ ନେଇନି, ଆପଣ ଆପଣଙ୍କ ଝିଅକୁ ନେଇନାହାନ୍ତି, ସଦାବେଳେ ନଉଛେ। କେମିତି? ଆଉ ଗୋଟେ ପଦ ଗାଉଛି ଅଚ୍ୟୁତାନନ୍ଦ କହିଲେ ବାପ ଝିଅରେ ବିରତି, ବାପ ଝିଅରେ ବିରତି ଲାଗିଛି ଓଲଟ ପ୍ରୀତି, ବାପ ଝିଅରେ ବିରତି ଲାଗିଛି ଓଲଟ ପ୍ରୀତି, ବାପ ଝିଅରେ ବିରତି। ଶିବ ଖରାରେ ଚୋରା ଦିନ ରାତି, ଚୋର ଶିବ ଖରାରେ ରମାନନ୍ତି ଦିନ ରାତି, ବାପ ଝିଅରେ ବିରତି ଲାଗିଛି ଓଲଟ ପ୍ରୀତି, ବାପ ଝିଅରେ ବିରତି। ବାପା ଟିକେ ନା ପରମ, ଝିଅଟି ହଉଛି ଜୀବ। ଆଜ୍ଞା ବାପାଟି ହଉଛି ଦେହ, ଝିଅଟି ହଉଛି ନିଶ୍ୱାସ। ଆମେ ନିଶ୍ୱାସକୁ ଯଦି ନ ନବା ବଞ୍ଚିବା ନା, ତାହେଲେ ଇଏ କଣ ଖରାପ କଥା କି? ନା। କିନ୍ତୁ ପୁରାଣରେ ଖୋଜିଲେ ବି କାହିଁ ପାଟି କରୁଛୁ? ଆରେ ମରୁ ମରୁ ବଞ୍ଚି ଯାଇଛି 5 ଜଣ ଯାକ, ବଡ କଥା କହ। ମରି ଯାଇଥିଲେ ଭଲ ହେଇଥାନ୍ତା, ଭଲ ହେଇଥାନ୍ତା। ମତେ ଆଜି ତା ମା ଫୋନ କରି ବାଡ଼ିଖିଆ ଯାଇଛି ଘରେ ଲୁଣ ନାହିଁ। ମୁଁ କହିଲି ଆରେ ତୁ ଏଇଆ କହିଲୁ। ଆଉ ତୁ ତ ସବୁ ଯାକ ଯାଇକି ପୁରିଆ ଭଣ୍ଡାରୀ ଝିଅ ପାଖରେ ସବୁ ଯାକ ଟଙ୍କା ଦେଲୁ, ପାରିଲା ନାଇଁ କି? ଲୁଣ ତ ସ୍ତ୍ରୀ ପାଇବ କୋଉଠୁ? ପୁରାଣରେ କିଏ କୋଉ ବାପ କୋଉ ଝିଅକୁ ହରିଛି ମୁଁ ପ୍ରମାଣ ଦେବି, ଦେଖିବା ଅଛନ୍ତି ନା ନାଇଁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଛୋଟିଆ କବି ନୁହଁ, ବହି ସୁଭଦ୍ରା ପରିଣୟ ବାପା ଝିଅକୁ ନେଇଛି ନା ନାଇଁ ଦେଖେ। କଲା ସୁର ସଭା ବସି